ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୁଡ଼ି ତଥା ୟୁଟ୍ୟୁବର ଆଶିଷ ଦାସ ଓରଫ ଗଲୁଆ ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା ହେବାର ପ୍ରାୟ 1 ବର୍ଷ ପରେ ସ୍ତ୍ରୀ ବର୍ଷା ଗୁରୁବାର ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲି ଅନେକ ଅଭିଯୋଗ ଆଣିଥିଲେ। ତେବେ ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଥିବା ବେଳେ ବର୍ତ୍ତମାନ ଗଲୁଆ ଟିମ୍ରେ କାମ କରୁଥିବା ଅନ୍ୟ ଜଣେ ୟୁଟ୍ୟୁବର ହାସ୍ୟ ଅଭିନେତା ତଥା କାଳିଆ ଷଣ୍ଢ କହିଛନ୍ତି ଗୋଟିଏ ଦିନରେ ସେମାନଙ୍କ 17,000 ଜିନିଷ ନେଇ ଝଗଡ଼ା ହୋଇଥିଲା। ଗୁଡ଼ି କାହିଁ ଏଇଠି ପଡ଼ିଲା ସେଇଟାକୁ ନେଇ ଝଗଡ଼ା। ଚୁଟି ନ ବାନ୍ଧିଲେ ବି ଝଗଡ଼ା। କିଏ ଖରାପ କହିପାରିବେନି ଉଭୟ ମୋତେ ସ୍ନେହ ଆଦର କରନ୍ତି। ମୋ ଜାଣତରେ ଗଲୁଆ ଭାଇ କୌଣସି ଝିଅ ସହ ଖରାପ ସମ୍ପର୍କ ରଖିନାହାନ୍ତି। ସମସ୍ୟା ସମାଧାନ ହୋଇଯାଉ ଉଭୟ ଖୁସିରେ ରୁହନ୍ତୁ ବୋଲି କାଳିଆ ଷଣ୍ଢ କହିଛନ୍ତି। ତେବେ ଗଲୁଆ ମଧ୍ୟ ପାଲଟା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ମୁଁ ବର୍ଷାଙ୍କୁ ବାଡ଼ାଇ ନାହିଁ, ବରଂ ସେ ମୋତେ ପ୍ରଥମେ ବାଡ଼ାନ୍ତି। ସେ ମୋତେ ଏବଂ ମୋ ବାପାଙ୍କୁ ରାତିରେ ଫୋନ କରି ଧମକ ଦେଇଛନ୍ତି। ମୋତେ ବର୍ଷା କୋଟିଏ ଟଙ୍କା ମାଗିଥିଲେ। ଘର ପାଖକୁ ଗୁଣ୍ଡା ନେଇ ଅନେକ ଥର ଆସିଥିଲେ। ମୋ ଶ୍ୱଶୁର ମୋତେ କୋଟିଏ ଟଙ୍କା ଦେଇନାହାନ୍ତି। ଅଯଥା ମୋତେ ବଦନାମ କରାଯାଉଛି, ଅପରାଧୀ ସଜାଉଛନ୍ତି। ମୁଁ ବର୍ଷାଙ୍କ ସହ ଚାପରେ ବାହା ହୋଇଥିଲି। ବାହା ନ ହେଲେ ଜୀବନ ହାରିବେ ବୋଲି ମୋତେ ଧମକ ଦେଇଥିଲେ। ବାହା ହେବା ପରେ ବର୍ଷା ମୋତେ ନିର୍ଯାତନା ଦେଇଛନ୍ତି। ଶାରୀରିକ ସମ୍ପର୍କ ରଖିବାକୁ ବର୍ଷା ମୋତେ ମନା କରିଥିଲେ ବୋଲି ଗଲୁଆ କହିଛନ୍ତି। ସୂଚନାଯୋଗ୍ୟ ଗଲୁଆ ଗୁରୁବାର ସକାଳେ ଜୀବନ ପ୍ରତି ବିପଦ ଥିବା କହିଥିଲେ। ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ସହାୟତା ମାଗିଥିଲେ। ସେଥିରେ କାହାରି ନାଁ ନ ନେଇ ଭାବ ବିହ୍ୱଳ ହୋଇ ତାଙ୍କୁ ହତ୍ୟା ଧମକ ଦେବା ସହ 50 ଲକ୍ଷ ଟଙ୍କା ମଗାଯାଇଥିବା ଅଭିଯୋଗ କରାଯାଇଥିଲା। ଗଲା କିଛି ଦିନ ଧରି ତାଙ୍କ ହତ୍ୟା ଧମକ ଦିଆଯାଇଥିବାରୁ ସେ ମାନସିକ ଚାପରେ ରହିଛନ୍ତି। ଏନେଇ ପ୍ରଶାସନ ଓ ପୁଲିସକୁ ସହାୟତା ପାଇଁ ନିବେଦନ କରିଥିଲେ ମଧ୍ୟ। ଆଶା କରିବି ସମ୍ପୂର୍ଣ୍ଣ ଅପଡେଟ୍ ପାଇପାରିଥିବେ। ତ ଜୟ ଶ୍ରୀରାମ।